ସରକାରଙ୍କ ଉଦ୍ଦେଶ୍ୟ ହେଉଛି ବୃଦ୍ଧ ନାଗରିକଙ୍କୁ ଆର୍ଥିକ ସୁରକ୍ଷା, ଚିକିତ୍ସା ସହାୟତା, ସମ୍ମାନଜନକ ଜୀବନ ଦେବା। ଏହି ନୂଆ ଯୋଜନା ଅଧୀନରେ ମିଳିପାରେ ମାସିକ 9,000 ଆର୍ଥିକ ସହାୟତା, 8ଟି ଗୁରୁତ୍ୱପୂର୍ଣ୍ଣ ସୁବିଧା। ମାସିକ 9,000 ଟଙ୍କା ସହାୟତା। ଏହି ଯୋଜନା ଅନୁସାରେ ଯୋଗ୍ୟ ବୃଦ୍ଧ ନାଗରିକମାନଙ୍କୁ ପ୍ରତି ମାସ 9,000 ସିଧାସଳଖ ବ୍ୟାଙ୍କ ଖାତାକୁ ମିଳିପାରେ। ଏହାଦ୍ୱାରା ଦୈନିକ ଖର୍ଚ୍ଚ, ଔଷଧର ଖର୍ଚ୍ଚ ଏବଂ ଘର ଖର୍ଚ୍ଚ ଆଦି ସହଜରେ ହେବ। ବୃଦ୍ଧ ନାଗରିକଙ୍କ ପାଇଁ 8ଟି ନୂଆ ବେନିଫିଟ୍ସ ହେଉଛି ମାଗଣା ଓ ରିହାତି ଚିକିତ୍ସା, ସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସା ଓ ବେସରକାରୀ ହସ୍ପିଟାଲରେ ବିଶେଷ ରିହାତି। ମାଗଣା ଓ ଔଷଧ ସୁବିଧା ହେଉଛି ନିୟମିତ ରୋଗ ପାଇଁ ଆବଶ୍ୟକ ଔଷଧ ମାଗଣା କିମ୍ବା କମ୍ ଦାମରେ ମିଳିପାରେ। ମାଗଣା ହେଲ୍ଥ ଚେକଅପ୍, ପ୍ରତିବର୍ଷ ବୃଦ୍ଧ ନାଗରିକଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ଯାତ୍ରାରେ ବଡ଼ ଛାଡ଼, ରେଲୱେ, ବସ୍ ଏବଂ ଅନ୍ୟ ସାର୍ବଜନୀନ ଯାତ୍ରାରେ ବିଶେଷ ରିହାତି। ବ୍ୟାଙ୍କ ଓ ପେନସନ୍ ସହାୟତା, ବ୍ୟାଙ୍କରେ ପୋଷ୍ଟ ସେବା, ପେନସନ୍ ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ, ଆବାସ ଏବଂ ବିଦ୍ୟୁତ ରିହାତି। ବୃଦ୍ଧ ନାଗରିକମାନଙ୍କ ପାଇଁ ବିଦ୍ୟୁତ ବିଲ୍ ଓ ଘର ଯୋଜନାର ଛାଡ଼। ବୀମା ଏବଂ ସୁରକ୍ଷା ହେଉଛି ଜୀବନ ବୀମା ଓ ସୁରକ୍ଷା ବୀମା କମ୍ ପ୍ରିମିୟମରେ ଉପଲବ୍ଧ। ହେଲ୍ପଲାଇନ୍ ଓ ମାସିକ ସୁରକ୍ଷା ହେଉଛି 24x7 ହେଲ୍ପଲାଇନ୍ ସହିତ ବୃଦ୍ଧ ନାଗରିକଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା ରହିଛି। ଯୋଗ୍ୟତା ବା ଏଲିଜିବିଲିଟି ଯଦି ଆମେ ଦେଖିବା, ଭାରତର ନାଗରିକ ହୋଇଥିବା ଦରକାର, ବୟସ 60 ବର୍ଷ କିମ୍ବା ତାଠାରୁ ଅଧିକ ହୋଇଥିବା ଆବଶ୍ୟକ। ଆୟ ସୀମା ହେଉଛି ସରକାରୀ ନିୟମ ଅନୁସାରେ ସେଟା ଚାଲିବ। ବ୍ୟାଙ୍କ ଖାତା ଏବଂ ଆଧାର ସଂଯୁକ୍ତ। ଯୋଜନା କେବେ ଆରମ୍ଭ ହେବ? 1 ଜାନୁଆରୀ 2026 ଠାରୁ ଏହି ଯୋଜନା ଲାଗୁ ହେବାର ସମ୍ଭାବନା ରହିଛି। ଏହି ଭିଡ଼ିଓଟି ତଥ୍ୟ, ମିଡ଼ିଆ ରିପୋର୍ଟ ଏବଂ ସମ୍ଭାବ୍ୟ ସରକାରୀ ପ୍ରସ୍ତାବ ଉପରେ ଆଧାରିତ। ଅନ୍ତିମ ନିଷ୍ପତ୍ତି ସରକାରଙ୍କ ଆଧିକାରିକ ଘୋଷଣା ପରେ ସ୍ପଷ୍ଟ ହେବ। ଯଦି ଏହି ଭିଡ଼ିଓ ଆପଣଙ୍କୁ ଉପକାର କରିଛି ବା ଭଲ ଲାଗିଥାଏ ତାହେଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ବୃଦ୍ଧ ନାଗରିକଙ୍କ ସହ ସେୟାର କରନ୍ତୁ। ସବସ୍କ୍ରାଇବ୍ କରନ୍ତୁ ଆମର ଜୋନ୍ ଓଡ଼ିଆ ଟିଭି ୟୁଟ୍ୟୁବ୍ ଚ୍ୟାନେଲକୁ। ଧନ୍ୟବାଦ। ପୁଣି ମିଳିବା ଆଗାମୀ ଭିଡ଼ିଓରେ।